ଯୀଶୁ କାନ୍ଦିଲେ ମରି ଯାଇଥିବା ଲାଜାର ମୋ ପୁନର୍ଜୀବିତ ହେଲେ ମୋ ପ୍ରିୟ ଲୋକମାନେ ସେଇ ଆଜ୍ଞା ପ୍ରେସର ଗୁଡ୍ ମର୍ଣ୍ଣିଂ। ଗୁଡ୍ ମର୍ଣ୍ଣିଂ କେମିତି ଅଛ? ଭଲ ଅଛି ଆଜ୍ଞା। ନୂତନ ନିୟମର ଛୋଟ ବାକ୍ୟ କଣ? ନୂତନ ନିୟମ ଛୋଟ ବାକ୍ୟ କହିଲେ ଯାହା ଜହନ 35 ଜହନ 35 ଯୀଶୁ କାନ୍ଦିଲେ। ହଁ ସେ ଯୀଶୁ କାନ୍ଦିଲେ ଟିକେ ସେଟା ଏକ୍ସପ୍ଲାନେସନ କର ମତେ ଟିକେ। ଯୀଶୁ କାନ୍ଦିଲେ ଯୀଶୁ କାହିଁକି କାନ୍ଦିଲେ? ଯୀଶୁ କଣ ପାଇଁ କାନ୍ଦିଲେ? ଯୀଶୁକୁ ସେମାନେ ବାସ୍ତବରେ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଜଗତର ଲୋକ ବୋଲି ଭାବି କୌଣସି ଏକ ହୁଏତ ଲୋକମାନଙ୍କର ବି ଧାରଣା ଥିଲା ତ କିଏ ଭୂତମତି ସାହାଯ୍ୟରେ କାର୍ଯ୍ୟ କରୁଛି, ଇଏ ବିଭିନ୍ନ ପ୍ରକାର ଶକ୍ତିରେ କାର୍ଯ୍ୟ କରୁଛି କହିକି ସେମାନେ ଭାବୁଥିଲେ। ବାସ୍ତବରେ ସମସ୍ତ କାର୍ଯ୍ୟ କରୁଥିଲେ ସୁଦ୍ଧା ଯୀଶୁ ଖ୍ରୀଷ୍ଟ ଆପଣା ଶକ୍ତିରେ ସେ ଯେ ଜୀବନ୍ତ ଈଶ୍ୱରଙ୍କ ପୁତ୍ର ଏଇ ଜିନିଷ ସମସ୍ତେ ବିଶ୍ୱାସ କରୁନଥିଲେ, ଜାଣିନଥିଲେ। ଆଉ ସମସ୍ତେ ଲୋକମାନେ ଉପରେ ସବୁ ବିଶ୍ୱାସ କରୁଥିଲେ। ସେଥିପାଇଁ ଆଉ ଯୀଶୁ ବାସ୍ତବ ବିଷୟ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣୁନଥିବାରୁ ଆମମାନେ ସେଇ ଅଧ୍ୟାୟକୁ ଯଦି ଯାଉଛୁ ସେଇ ସ୍ଥାନରେ ମାର୍ଥା ପଚାରୁଛନ୍ତି, ପ୍ରଭୁ ତୁମେ ଯଦି ଏଠାରେ ଥାଆନ୍ତ ତେବେ ସେ ଜାଗତିକ ମନୁଷ୍ୟ ଆକା ଗୋଟେ ଜାଗାରେ ରହିବ, ଅନ୍ୟ ଜାଗାରେ ରହିବ ନାହିଁ। କିନ୍ତୁ ପରମେଶ୍ୱର ଯଦି ବା ସେ ଶରୀର ଧାରଣ କରିଛନ୍ତି, ଜାଗତିକ ଶରୀର ଧାରଣ କରିଛନ୍ତି, ସେ ହଉଛନ୍ତି ସର୍ବବ୍ୟାପୀ ସର୍ବବିଦ୍ୟମାନ ଏବଂ ସର୍ବଜ୍ଞ ପରମେଶ୍ୱର। ଏଇ ଜିନିଷ ସେ ବିଶ୍ୱାସ କରୁନଥିଲେ। ସେଥିପାଇଁ ତାଙ୍କର ଶରୀରକୁ ଦୃଷ୍ଟିପାତ କରିକି ତୁମେ ଯଦି ଏଠାରେ ଥାଆନ୍ତ ମୋର ଭାଇ ମରି ନଥାନ୍ତେ। ସେଇ ସ୍ଥାନରେ ବି ଥିଲେ ଆଉ ସେ ଆତ୍ମିକତାରେ ଏବଂ ସେ ସର୍ବବ୍ୟାପୀ ଭାବରେ ଯେ ଅଛନ୍ତି, କେବଳ ପରିତ୍ରାଣ ସାଧନା କରିବା ନିମନ୍ତେ ସେ ବାକ୍ୟ ଦେହ ଧାରଣା କରିଛନ୍ତି, ଏଇ ବିଷୟକୁ ସେ ବିଶ୍ୱାସ କରନ୍ତି। ପ୍ରଭୁ ତୁମେ ଆସିଲେ ବହୁତ ଭଲ ହେଲା, ଆଉ ମୋର ଭାଇ ସୁସ୍ଥ ହେବ, ଏବେ ବି ଉଠିବୁ, ମୁଁ ତା ବିଶ୍ୱାସ କରୁଛି। ଯାହା ହଉ ତମେ ତ ମୃତମାନଙ୍କୁ ଜୀବନ ଦାନ ଦେଇଥିଲ ଆଉ ଦଉଛ, ଏବେ ବି ଦେଇପାରିବ, ମୁଁ ଜାଣିଛି ସେଇଟା। ଏଇ ଜିନିଷ ସେ କହିପାରିଲେ ନାହିଁ, ଏଇ ଜିନିଷ କହିଲେ ନାହିଁ। କିନ୍ତୁ ସେ କହିଲେ ତୁମେ ଯଦି ଇଚ୍ଛାରେ ଥାନ୍ତ। ତାଙ୍କର ବାସ୍ତବରେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସେଇ ପରିବାର କେତେ ଘନିଷ୍ଠତା ଥିଲେ ସୁଦ୍ଧା ସେମାନେ ତାଙ୍କୁ ଜାଣିପାରିଲେ ନାହିଁ। ଥରର କଥା ନାହିଁ, ଦିଥର କଥା ନାହିଁ, ଅନେକ ଥର ସେମିତି ହେଇଯାଇଛି। ଯଦି ଆମେ ତାଙ୍କ ବିଷୟରେ ଦେଖିବା, ତଥାପି ସେ ମରିୟମ ତାଙ୍କ ପାଖରେ ବସିଛନ୍ତି, ମାର୍ଥା ବ୍ୟସ୍ତବୃତ ଅଛନ୍ତି। ଏମିତି ଗୁଡାଏ କାରଣ ଥିବ। ଦେଖିଲେ ଯୋଉମାନେ ବି କାନ୍ଦୁଛନ୍ତି ସେମାନେ ବିଶ୍ୱାସ କରୁନାହାନ୍ତି। ଏମାନଙ୍କ ସହିତ ତ ସମ୍ପୂର୍ଣ୍ଣ ନଖକୁ ମାଂସ ପରିକା ସମ୍ପର୍କ ଥିଲା, ତଥାପି ଯୀଶୁ ଖ୍ରୀଷ୍ଟଙ୍କୁ ଏମାନେ ଜାଣେ ନାହିଁ, ଅବିଶ୍ୱାସ ହେଇଛନ୍ତି। ସେମାନେ ଭରସା ରଖି ପାରୁନାହାନ୍ତି। ସେଇ ବିଷୟକୁ ଦୃଷ୍ଟି କରି ସେ ଯୀଶୁ ଖ୍ରୀଷ୍ଟ କାନ୍ଦିଲେ। ବାସ୍ତବରେ ସେ ଉଠେଇ ପାରିବେ ନାହିଁ ଏମାନେ ଯେ ଆଉ ବାପା ମା ଛେଉଣ୍ଡ ବା ଭାଇ ଯେ ଥିଲା ସେ ବି ମରିଗଲେ, ଏମାନଙ୍କର ଭରସା ନାହିଁ, ଏମାନେ ଏମିତି କରିଛନ୍ତି। ସେଇ ଜିନିଷ ପାଇଁ ସେ କାନ୍ଦି ନାହାନ୍ତି। ବାସ୍ତବରେ ଯୀଶୁ ଖ୍ରୀଷ୍ଟ ଯେ ଆଉ ସେ ହଉଛନ୍ତି ପରାତ୍ପର ଈଶ୍ୱରଙ୍କର ପୁତ୍ର, ସେ ଜୀବନ୍ତ ଈଶ୍ୱରଙ୍କ ପୁତ୍ର, ସେ ନିଜେ ଈଶ୍ୱର, ସେ ପିତାଙ୍କ ମୁଖରେ ବାକ୍ୟ ହେଇକି ଥିଲେ, ସେ ସମସ୍ତ ସର୍ବଶକ୍ତିମାନ ପରମେଶ୍ୱର। ଏଇ ଜିନିଷ ସେମାନେ ଅବିଶ୍ୱାସ କରୁଥିବାରୁ ଆଉ ଯୀଶୁ ଖ୍ରୀଷ୍ଟ ବାସ୍ତବରେ କାନ୍ଦୁଛନ୍ତି। କିନ୍ତୁ ତାଙ୍କ ମରିବା ଦ୍ଵାରା ଏଇ ବିଷୟ ଦ୍ଵାରା ସେ କାନ୍ଦୁନାହାନ୍ତି। ଯୀଶୁ କାନ୍ଦିଲେ ଲାଜାର ବଞ୍ଚିଲା, କାନ୍ଦିବା ଦ୍ୱାରା ଲାଜାର ଉଠିଲେ। ଆଚ୍ଛା, ଯୀଶୁ କାନ୍ଦିବା ଦ୍ଵାରା ପିତା ପରମେଶ୍ୱର ଯୀଶୁ କାନ୍ଦୁଛନ୍ତି କହିକି ଅନୁଗ୍ରହ କରିକି ଲାଜାରଙ୍କୁ ଉଠେଇଲେ ତାର କହିବାର ନା ଯୀଶୁ? କିନ୍ତୁ ଆମେ ଏଇ କଣ୍ଟେକ୍ସଟକୁ ଆମେ ବୁଝିବାକୁ ପଡିବ। ଦେଖନ୍ତୁ, ଆପଣ ଜଣେ ମହାଶକ୍ତିଶାଳୀ, ଟଙ୍କାରେ, ଜ୍ଞାନରେ, ବୁଦ୍ଧିରେ ସମସ୍ତ ଶକ୍ତିଶାଳୀ ମନେକର ଧରାଯାଉ। ଆପଣ ମୋ ପାଖରେ ଅଛନ୍ତି, ମୁଁ ଭୋକ ପାଇଁ କାନ୍ଦିବି କି ଆଜ୍ଞା? ମୁଁ ଭୋକ ପାଇଁ କାନ୍ଦିବି କି? ଆପଣଙ୍କ ପାଖରେ ତ ସବୁ କିଛି ଅଛି। ଆପଣ ଗୋଟେ ଅର୍ଡର କରିଦେଲେ କେତେ ଖାଦ୍ୟ ସାମଗ୍ରୀ ଆସିବ। ସେ କାଲି ମୋର ଭିଡିଓ ଦେଖିଲା ପରେ ଲେଖିଛନ୍ତି, ଆଜ୍ଞା ଆପଣ ଯୋଉ ଭିଡିଓକୁ ନେଇ ରୋଷ୍ଟିଂ କରିଛନ୍ତି ସେ ଭିଡିଓ ମୁଁ ପୋଷ୍ଟ କରିଛି, ଲୋକମାନଙ୍କ ପାଖରେ ଈଶ୍ୱରଙ୍କ ବାକ୍ୟ ପହଞ୍ଚୁ ବୋଲି। ଆଉ ଆପଣ
ପୁରା ରୋଷ୍ଟିଂ କରୁଛନ୍ତି। ଠିକ ଅଛି, ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜବାବ ଦେବି। ମୋ ଭିଡ଼ିଓ ଅପେକ୍ଷା କରନ୍ତୁ, ଠିକ ବୁଝିପାରିବେ ବୋଲିକି ସେ ମତେ ଲେଖିଦିଅ। ହୁଁ ହୁଁ ମୁଁ ସେଥିପାଇଁ ଜଗିଛି ତାର ଭିଡ଼ିଓ କେତେବେଳେ ପହଞ୍ଚିବ ବୋଲିକି ଆଉ।